জীবন তো সংঘর্ষময়। চাকরি জীবন সমাজরে তিষ্ঠ সংঘর্ষ করা পরে সংঘর্ষ ହିଁ জীবন। সেই সংঘর্ষ ভিতরে জীবনকে অনুভব କରିବା এবং ନିଜକୁ ପ୍ରତିଷ୍ଠିତ କରିବା, ସମାଜ ପ୍ରତି ନିଜର ପ୍ରତିବଦ୍ଧତା ପ୍ରମାଣିତ କରିବା ହେଉଛି ଯେ କରିପାରିଲା। ମୁଁ ଭାବେ ସେଇ ଲୋକ କିଛି ଅନେକାଂଶରେ ସମର୍ଥ ଏବଂ କୃତକାର୍ଯ୍ୟ ସଫଳ ଜୀବନଯାପନ କରିଛି। ଆଉ ଏ ଜୀବନରେ ମୁଁ ଯାହା ମୋ ଅନୁଭୂତିରୁ ଜାଣିଛି, ଜେନେରେସନ୍ ଗ୍ୟାପ୍ ସବୁବେଳେ ଥିଲା, ଅଛି ଏବଂ ରହିବ। ପୂର୍ବ ପିଢ଼ିର ଯେଉଁ ଚିନ୍ତାର ବିବିଧତା ସବୁ କାହିଁ ଥିଲା, ଏବେ ରହିଛି। କିନ୍ତୁ ଆମେ ବରିଷ୍ଠ ନାଗରିକ ହିସାବରେ, ସମାଜର ବରିଷ୍ଠ ସଦସ୍ୟ ହିସାବରେ କନିଷ୍ଠମାନଙ୍କର ଉପରେ ଆମ ନିଜର ବୁଦ୍ଧିମତ୍ତାକୁ, ନିଜର ବିଚାରଧାରା ଲଦି ନ ଦେଇ ସେମାନଙ୍କ ସହିତ ଆଡ଼ଜଷ୍ଟ କରି ନିଜକୁ ଏ ଯେଉଁ ପରିବର୍ତ୍ତିତ ସମାଜ ବ୍ୟବସ୍ଥାରେ ନିଜକୁ ଆଡ଼ଜଷ୍ଟ କରିକି ଯିବାକୁ ପଡ଼ିବ। ଯାହାଫଳରେ ସଂଘର୍ଷ କମ୍ ହେବ ଓ ଜୀବନ ବଞ୍ଚିବାର ସହଜଶୀଳ ହେବ। ଆଜିକାଲି ଯୁବପିଢ଼ି ବରିଷ୍ଠ ନାଗରିକ ମାନୁନାହାନ୍ତି। ଆଜିକାଲି ଯୁବପିଢ଼ି ବରିଷ୍ଠ ନାଗରିକ ମାନୁନାହାନ୍ତି, ମିସ୍ ବ୍ୟବହାର କରୁଛନ୍ତି, ୟୁଟିଲାଇଜ୍ କରୁଛନ୍ତି। ହଁ, ଆପଣଙ୍କର ଅନେକାଂଶ ସତ, ବହୁଳାଂଶ ସତ ସତ କଲେ ବି ଅତ୍ୟୁକ୍ତି ହେବନି। ପିଲାମାନଙ୍କର ଚିନ୍ତାଧାରା ଆମ ବରିଷ୍ଠ ଚିନ୍ତାଧାରାରେ ବ୍ୟାପକ ତଫାତ୍ ରହୁଛି। ଯାହାଫଳରେ ଯେତେବେଳେ ଆମେ ଆମ ନିଜ ଚିନ୍ତାଧାରାକୁ ପୂର୍ବ ଚିନ୍ତାଧାରା ସେ ଆଜି ପିଲାମାନଙ୍କ ଉପରେ ଲଦିବାକୁ ଚେଷ୍ଟା କରୁଛନ୍ତି, ସେ ସଂଘର୍ଷ ସୃଷ୍ଟି ହେଉଛି। ଯାହାଫଳରେ ପିଲାମାନେ ଆମଠୁ ଦୂରେଇ ଯାଉଛନ୍ତି। ମୋ ମତରେ ସେଇ କ୍ଷେତ୍ରରେ ଆମେ ତାଙ୍କର ଚିନ୍ତାର ସମ୍ମାନ ଦେଇ ତାରି ଭିତରେ ହିଁ ଆମକୁ ବଞ୍ଚି ଯିବାକୁ ପଡ଼ିବ। ଆଉ ଆମକୁ ଯେତେ ପାର ସେଇମାନଙ୍କଠାରୁ ତାଙ୍କ ସଂସାର ଆମେ ନିଜେ ଦୂରରେ ରଖି ସେମାନେ ଆମକୁ ନ ପଚାରିଲା ପର୍ଯ୍ୟନ୍ତ, ଆମଠାରୁ କିଛି ଉପଦେଶ ନ ଚାହିଁବା ପର୍ଯ୍ୟନ୍ତ ଆମ ସ୍ୱମତ ଆମକୁ ଦେବା ଉଚିତ ହେବନି। ବରଂ ୱି ସୁଡ୍ ଜଷ୍ଟ ଆଡ଼ଜଷ୍ଟ, ଆକ୍ସେପ୍ଟ ଆଣ୍ଡ ଆକୋମୋଡେଟ୍। ଆଡ଼ଜଷ୍ଟ, ଆକୋମୋଡେଟ୍ ଆଣ୍ଡ ଆକ୍ସେପ୍ଟ। ମୁଁ ଭାବୁଛି ଏଇ ନୀତି ଅନୁସରଣ କଲେ ଏ ଯେଉଁ ଆଜିର ଯେଉଁ ଯୁବପିଢ଼ି ସହିତ ଆଜିର ଯେଉଁ ପିଢ଼ି ସହିତ ଆମର ସଂଘର୍ଷ, ସେ ସଂଘର୍ଷ ଅନେକ କମିଯିବ। ଆଉ ଆମ ଜୀବନଧାରାଟା ତୁରନ୍ତ ଭାବରେ ସହଜ ହେଇଯିବ। ଆପଣ ଯେ ପିଲାମାନେ ଚାକିରି କରିଥିଲେ, ନ ଖାଇ ନ ପିଇ ପଇସା ସଞ୍ଚୟ କରିଥିଲେ କାହା ପାଇଁ? ଫ୍ୟାମିଲି ପାଇଁ। ଆଜ୍ଞା, ଫ୍ୟାମିଲି କରିଥିଲେ। ଆଜ୍ଞା। ଯଦି ପୁଅଟି ବଡ଼ ହେଲା, ପୁଅ ମ୍ୟାରେଜ୍ କଲା, ପୁଅ ବୋହୁ ନେଇ ପଳେଇଲେ, ବାହାରେ ରହିଲେ। ଆଜ୍ଞା। ପୁଅ ବୋହୁ ଆପଣଙ୍କୁ ପଚାରିଲେନି। ଆଜ୍ଞା। ତ ସେ ପଇସା ଯେ ଅର୍ଥ ନ ଖାଇ ନ ପିଇ ପଇସା ରଖିବାର ତ କ'ଣ